ଦୟାଳୁ ପ୍ରେମିକ ପିତାଙ୍କର ଧନ୍ୟବାଦ ହେଉ। ସେ ଆମ୍ଭମାନଙ୍କୁ ପ୍ରେମ କରି ଆଜି ପର୍ଯ୍ୟନ୍ତ ଦୟାକରି ଆସିଛନ୍ତି। 2025 ମସିହାର ଡିସେମ୍ବର ମାସ ପର୍ଯ୍ୟନ୍ତ ସେ ସୁରକ୍ଷା କଲେ, ଉଦ୍ଧାର କଲେ। ଯେହେତୁ ଡିସେମ୍ବର ମାସର ଯେଉଁ ଶେଷ ମାସ କଥା ଆମେ ଅନେକ ସମୟରେ ଚିନ୍ତା କରୁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଦେଖୁ ଦେଖୁ 11 ମାସ ଚାଲି ଯାଇଥାଏ, ଜଣା ପଡ଼ିନଥାଏ। କିନ୍ତୁ ଡିସେମ୍ବର ମାସ ଆସିଲେ ଜଗତରେ ଅନେକ ପ୍ରକାର ଦୁର୍ଘଟଣା, ସଙ୍କଟ, ବିପଦ ଓ ମୃତ୍ୟୁର ଆଭାସ ଶୁଣିବାକୁ ମିଳେ। ଏତିକି ବେଳେ ମନରେ ଏକ ଚିନ୍ତା, ଦ୍ୱନ୍ଦ୍ୱ ଆସିଯାଏ। ଯେହେତୁ ପ୍ରଭୁ ଆମମାନଙ୍କୁ ପ୍ରେମ କରି, ଅନୁଗ୍ରହ କରି ଯେଉଁ ଆଶୀର୍ବାଦର ବର୍ଷ ମାଗି ଦେଇଥିଲେ, ତାହା ହୁଏତ ବିଫଳ ହେବାକୁ ଯାଉଛି କି? ସେ ପ୍ରଭୁଙ୍କର ଦୟା ଆମେ ବୁଝିପାରିନାହୁଁ କି? ଏଥିପାଇଁ ଡିସେମ୍ବର ମାସ ଏକ ଗୁରୁତ୍ୱପୂର୍ଣ୍ଣ ମାସ। ପୂର୍ବରୁ ମୁଁ କହି ଆସିଛି, ଏହି ମାସ ଆସିଲେ ଅନେକ ସମୟରେ ସେ ପବିତ୍ରତାକୁ ଆମେ ମନେ ପକାଇଥାଉ। ଯେହେତୁ ଆମମାନଙ୍କର ମୁକ୍ତିକର୍ତ୍ତା, ଉଦ୍ଧାରକର୍ତ୍ତା ଏହି ମାସରେ ସେ ଜନ୍ମଗ୍ରହଣ କରିଥିଲେ, ଏଣୁ ଏହାକୁ ଏକ ପବିତ୍ର ମାସ ବୋଲି ବି କୁହାଯାଏ। ଏହି ମାସ ଆସିଲେ ସେହି ଉଦ୍ଧାରକର୍ତ୍ତାଙ୍କର ଜନ୍ମର ସୁସମାଚାରକୁ ପ୍ରଚାର ପ୍ରସାର କରିବା ପାଇଁ ସୁଯୋଗ ମିଳିଥାଏ। ଆମେ ସେ ଜନ୍ମକୁ ଅନେକ ଅପହଞ୍ଚ ଲୋକମାନଙ୍କ ନିକଟରେ, ଯେଉଁମାନେ ଆଜି ଏପର୍ଯ୍ୟନ୍ତ ଯୀଶୁଙ୍କର ଜନ୍ମ ବିଷୟରେ ଶୁଣି ନାହାନ୍ତି, ସେମାନଙ୍କ ନିକଟରେ ପ୍ରଚାର କରିବାର ଦରକାର। ପୁଣି ୟାକୁ ଯାହା ଆମେ କହୁ କଟା ଯିବାର ମାସ ବୋଲି ବି, ଏହି ମାସ ଅନେକ ଗଛ କଟାଯିବାର ସମ୍ଭାବନା ରହିଛି। ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବି ଅନୁଗ୍ରହ ରହିଛି ବୋଲି କହିଲେ ଭୁଲ ହେବ ନାହିଁ। ପ୍ରଭୁ ଫଳର ଅପେକ୍ଷାରେ ଆମମାନଙ୍କୁ ଛାଡ଼ି ଦେଇଥିଲେ। ପିତାଙ୍କ ନିକଟରେ ମାଗିଥିଲେ ଯେ ଏ ବର୍ଷ ଛାଡ଼ି ଦିଅ, ଏହାର ଚାରିପାଖରେ ଆମେ ଖୋଳିବା, ଖତ ଦେବା, ସାର ଦେବା, ୟାଙ୍କୁ ଆମେ ପ୍ରତିପାଳନ କରିବା। ଫଳ ହୁଏତ ଭଲ କଥା, ନହେଲେ କାଟିଦେବା। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଅନେକ ସମୟରେ ପ୍ରଭୁଙ୍କୁ ଭୟ କରିବା ଦରକାର। ପୁଣି ଏହି ମାସ ଏକ ପର୍ବ ମାସ। ଅନେକ ଲୋକ ଆଜି ସମସ୍ତ ବିଷୟର ଆଶୀର୍ବାଦକୁ, ପ୍ରଭୁଙ୍କର ଦୟାକୁ ପାଶୋରି ପର୍ବରେ ଆମେ ମାତିଥାଉ। ପର୍ବରେ ଖୁସି ଆନନ୍ଦ କରିବା ପାଇଁ ଚାହିଁଥାଉ। ଅନେକ ଆୟୋଜନ ବି ଆମେ କରିଥାଉ, ଭଲ କଥା। କିନ୍ତୁ ପ୍ରଭୁଙ୍କୁ ଆମେ ଛାଡ଼ିବାକୁ ହେବ ନାହିଁ, ତାଙ୍କରି ସେ ଦୟାକୁ ଭୁଲିବାକୁ ହେବ ନାହିଁ। ଆଜି ଆମେ ଏ ଶେଷ ମାସରେ କେମିତି ପ୍ରଭୁଙ୍କ ପାଇଁ ବ୍ୟବହାର ହେବା କଥା, କେଉଁ ସୁସମାଚାର ଆମେ ଶୁଣେଇବା କଥା? ଆମେ ତ ପୂର୍ବରୁ ଯୀଶୁଙ୍କର ଜନ୍ମ ସୁସମାଚାର ଶୁଣି ଶୁଣି ଆସୁଛେ। ଆଉ ଏହି ସୁସମାଚାର ଯଦିଓ ଯେତେ ଦରକାର ରହୁଛି, ତଥାପି ବର୍ତ୍ତମାନ ଆମେ ଯୀଶୁଙ୍କର ଆଗମନର ସମାଚାର ଶୁଣେଇବା ଦରକାର। ଯେହେତୁ ଏ ବର୍ଷ ଆମେ ଦେଖିଛେ ଅନେକ ପ୍ରକାର ବିନାଶ, ଦଣ୍ଡ, ବିନଷ୍ଟ, ଏପରିକି ନିଜର ଆତ୍ମୀୟ ଲୋକମାନେ ମଧ୍ୟ ଆମଠାରୁ ଚାଲି ଯାଇଛନ୍ତି। ଆଜି ଏଥିପାଇଁ ଆମେ ଯୀଶୁଙ୍କର ସେହି ଜନ୍ମର ସୁସମାଚାର ରହି ନ ଯାଉ। ଯଦିଓ ଆମେ ଶୁଣିପାରୁଛେ ଅନେକ ସ୍ଥାନମାନଙ୍କରେ ସୁସମାଚାର ଅଭିଯାନ ବି ଚାଲିଛି, କିନ୍ତୁ ଆମେ ସେହି ସୁସମାଚାରକୁ ଛାଡ଼ି ଆଗମନର ସୁସମାଚାର ମଧ୍ୟରେ ରହିବା ଦରକାର। ସେ ଆଗମନର ଅପେକ୍ଷା ରହିବା ଦରକାର। ଯୀଶୁଙ୍କର ଜନ୍ମକୁ ଭୁଲି ଆଗମନକୁ ଆମେ ଯେବେ ଅପେକ୍ଷା କରୁ, ତେବେ ହୁଏତ ଆମ ଜୀବନ ପାଇଁ ଉତ୍ତମ ହୋଇପାରିବ ବୋଲି ମୁଁ ମନେ କରେ। ଏହି ବର୍ଷ ଆମେ ଦେଖିଛେ ସେପ୍ଟେମ୍ବର 23-24 ତାରିଖରେ ମଧ୍ୟ ଏପରି ଏକ ଆଗମନର ଆଭାସ ଆମେ ପାଉଥିଲୁ। ଅନେକ ୟୁଟ୍ୟୁବ ମାନଙ୍କରେ ପ୍ରଭୁଙ୍କର ଲୋକମାନେ ଆଜି ସେ ଘନ ଘନ କହୁଥିଲେ ଯେ ପ୍ରଭୁଙ୍କର ଆଗମନ ହେବ, ମଣ୍ଡଳୀ ରାପ୍ଚର ହେବ। ଏତିକି ବେଳେ କି ଆମେ ଭୟ କରୁନଥିଲୁ। ବାସ୍ତବରେ ପ୍ରଭୁ ଆମମାନଙ୍କୁ ଏ ସମୟ ଦେଇଛନ୍ତି ସେହି ଅନନ୍ତକାଳୀନ ସୁସମାଚାରକୁ ଆମେ ଶୁଣିବା ପାଇଁ। ଆମେ ଆଜି ପ୍ରକାଶିତ ବାକ୍ୟ ତାର 14-6-7 ପଦକୁ ଆମେ ପଢ଼ିବା ପରେ, ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି। ସେ ପୃଥିବୀ ନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳୀନ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ,
ଈଶ୍ୱରଙ୍କୁ ଭୟ କର ଓ ତାହାଙ୍କ ଗୌରବ ପ୍ରଦାନ କର, କାରଣ ତାହାଙ୍କର ବିଚାର ସମୟ ଉପସ୍ଥିତ। ବାସ୍ତବରେ ଆମେ ଏହି ସୁସମାଚାରକୁ ଶୁଣିବା ଦରକାର। ଜନ୍ମ ହେଲେ ଆମେ ତ ଶୁଣିକି ଆସୁଛୁ, କିନ୍ତୁ ବର୍ତ୍ତମାନ ପ୍ରଭୁଙ୍କୁ ଭୟ କରିବା ଦରକାର, ପ୍ରଭୁଙ୍କର ଆଜ୍ଞା ପାଳନ କରିବା ଦରକାର। ଯଦି ଆମେ ଭୟ କରିବା, ଏହି ମାସ ଯଦି ତାଙ୍କ ପାଇଁ ମନ ଦେଇ ଆମେ ବଞ୍ଚିବା, ତେବେ ହୁଏତ ଆମେ ଆହୁରି ଏକ ବର୍ଷ ବି ବଞ୍ଚିପାରିବା। ଯଦି ଆମେ ପ୍ରଭୁଙ୍କୁ ଭୟ କରିବା ନାହିଁ, 11 ମାସ ଯେମିତି ବିତିଗଲା, ଏ ମାସ ବି ସେମିତି କଦାଚାରରେ ନିଜ ଇଚ୍ଛାରେ ପାପ ପଥରେ, ଅନ୍ୟାୟ ଅଧର୍ମ ପଥରେ ଚାଲିବା, କେତେବେଳେ ଯେ ଆମମାନଙ୍କର ଗଛ କଟାଯିବ ତାହା କେହି ବି କହିପାରିବେ ନାହିଁ। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ସମୟ ଉପସ୍ଥିତ, ପ୍ରଭୁଙ୍କର ଆଗମନର ସୁସମାଚାରକୁ ଆମେ ଶୁଣିବା ଦରକାର। ପ୍ରଭୁଙ୍କର ସେ ଜୀବନ୍ତ ବାକ୍ୟକୁ ଆମେ ଶୁଣିବା ଦରକାର, ଯେଉଁ ସୁସମାଚାର ଆମ ଜୀବନକୁ ରକ୍ଷା କରିପାଉ, ଯେଉଁ ସୁସମାଚାର ଆମେ ଶୁଣିବା ଦ୍ୱାରା ବଞ୍ଚିବା। ଯେହେତୁ ଆମେ ପୂର୍ବରୁ ସେହି ସୁସମାଚାର ଶୁଣି ଶୁଣି ଆସିଛେ, ଆମେ ପୂର୍ବରୁ ସେଇ କ୍ଷୀର ବିସ୍କୁଟ ଏହିପରି ପ୍ରାଥମିକ ଖାଦ୍ୟ ହିଁ ଖାଇ ଆସିଛେ, ଆମମାନଙ୍କୁ ଆଜି ହାଇ ଡୋଜ୍ ଦରକାର, ଗୁରୁପାକ ଖାଦ୍ୟ ଦରକାର, ନଚେତ୍ ଆମେ ବଞ୍ଚିପାରିବା ନାହିଁ। ଆଜି ଆମକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ସମସ୍ତ ବିଷୟକୁ କରିବାକୁ ହେବ, ଶିଶୁ ଭାବରେ ନୁହେଁ। ଯେଉଁ ପର୍ଯ୍ୟନ୍ତ ଆମେ ଶିଶୁ ଭାବରେ ଅଛୁ, ଆମେ ଜାଣିପାରିବା ନାହିଁ ପ୍ରଭୁଙ୍କର ଆଗମନ କ'ଣ, କେମିତି ହେବ, କେତେବେଳେ ହେବ। ତେଣୁ ଆସନ୍ତୁ ଆମେ ସମସ୍ତ ପ୍ରକାର ଶିଶୁ ବିଷୟକୁ ପରିତ୍ୟାଗ କରି, ପ୍ରାଥମିକ ଶିକ୍ଷାକୁ ପରିତ୍ୟାଗ କରି ଆମେ ବର୍ତ୍ତମାନ ଉଚ୍ଚ ଶିକ୍ଷା ଲାଭ କରିବା। ଆମେ ବର୍ତ୍ତମାନ ଅଧିକ ବିଷୟ ଜାଣିବା ପାଇଁ ଚେଷ୍ଟା କରିବା, ନଚେତ୍ ହୁଏତ ଆମମାନଙ୍କ ଜୀବନ ବିନାଶ ପଥରେ ଚାଲିବ। ଯେତେବେଳେ ଆମେ ଦେଖୁଛୁ ଜୁନୋସ ନିନିବିରେ ସେ ପ୍ରଚାର କରୁଛନ୍ତି, ସୁସମାଚାର କହୁଛନ୍ତି, କେହି ମଧ୍ୟ ଶୁଣୁନଥିଲେ। ଜୁନୋସଙ୍କ ଉପରେ କେହି ଧ୍ୟାନ ଦେଉନଥିଲେ। ସେ ପୂର୍ବରୁ ସେଇ ଜାଗାରେ ଅନେକ ଥର ସୁସମାଚାର ପ୍ରଚାର କରିଛନ୍ତି, କିନ୍ତୁ ଯେତେବେଳେ ପରମେଶ୍ୱର ଦେଖିଲେ, ଜାଣିଲେ ଯେ ସେ ଜାଗାରେ ଆଉ ସୁସମାଚାର ଆବଶ୍ୟକତା ନୁହଁ। ଯେତେ ସୁସମାଚାର ପ୍ରଚାର କରାଯାଉଛି, ଲୋକମାନେ ସେତେ ଅନ୍ୟାୟ ଅଧର୍ମ କରୁଛନ୍ତି, ପାପ କରୁଛନ୍ତି, ଦୁଷ୍ଟାମି କରୁଛନ୍ତି। ତେଣୁ ପରମେଶ୍ୱର କହିଲେ, ବର୍ତ୍ତମାନ ଏମାନଙ୍କ ପାଖରେ ସଠିକ ପ୍ରଚାର ଆବଶ୍ୟକତା ରହିଛି। ଜୁନୋସକୁ ସେ କହୁଛନ୍ତି, ତୁମେ ଯାଅ, ଆମେ ଯାହା କହିବା ତାହା ସେ ସ୍ଥାନରେ ତୁମେ ପ୍ରଚାର କର। କ'ଣ ପ୍ରଚାର ଥିଲା? 40 ଦିନ ଗଲା ପରେ ତୁମ ସହର ବିନଷ୍ଟ ହେବ। ଆଜି ଏହି ପ୍ରଚାର ଆମମାନଙ୍କୁ ଦରକାର। ଯେହେତୁ ପୁଅକୁ ଆମେ ପ୍ରେମ କରୁଛୁ, ତାଙ୍କୁ ଆମେ ଗେଲ କରୁଛୁ, ସେ ସବୁବେଳେ ସେ ପ୍ରେମରେ ରହିଯିବ। କିନ୍ତୁ ଯେତେବେଳେ ପୁଅକୁ ଆମେ ଉତ୍ତମ ଭାବରେ ଶିକ୍ଷା ଦେଇ ଶାସନ କରୁ, ଚେତନା ଦେଉ, ତେବେ ସେ ବୁଝିପାରିବ, ଜାଣିବ ଯେ କାହିଁକି ଏପରି ହେଲା। ପ୍ରିୟ ବନ୍ଧୁଗଣ, ସମୟ ଅତ୍ୟଳ୍ପ। ଆଜି ଆମମାନଙ୍କୁ ସୁସମାଚାରର ବାସ୍ତବ ଅର୍ଥ ବୁଝିବାକୁ ହେବ। ସୁସମାଚାର ଯାହା ଆମେ ବୁଝୁ ଯେ ଯୀଶୁଙ୍କର ସେ ଦ୍ୱିତୀୟ ଆଗମନକୁ ବି ବୁଝାଯାଏ, ଯୀଶୁଙ୍କର ସେ ପୁନରାଗମନକୁ ବି ବୁଝାଯାଏ। ଏଣୁ ସୁସମାଚାରକୁ ଆମେ ଯଦି ଏହିପରି ଅବସ୍ଥାରେ ନ ବୁଝିବା, ତେବେ ଆମ ଜୀବନ ବିନଷ୍ଟ ହେବ। ଆମେ ଜଗତରେ ବଞ୍ଚିଥିଲେ ମଧ୍ୟ କୌଣସି ଲାଭ ହୋଇପାରିବ ନାହିଁ। ସେ ଆଗମନ ସନ୍ନିକଟ ହେଉଥିବାରୁ ଆଜି ଆମେ ତଦନୁସାରେ ପ୍ରଭୁଙ୍କର ବାକ୍ୟ ଶୁଣିବା ଦରକାର। ଆଜି ଆମମାନଙ୍କୁ ହାଇଡୋସ୍ ବା ଭଲ ଆତ୍ମିକ ବାକ୍ୟ ଆମମାନଙ୍କୁ ଗ୍ରହଣ କରିବା ଦରକାର। ଯେହେତୁ ପ୍ରଭୁଙ୍କର ଆଗମନ ସମୟ, ଅନେକ ସମୟରେ ଆମେ ଗୁପ୍ତ ଥିବା କଥା ଜାଣୁଛେ, ଅନେକ ସମୟରେ ପ୍ରଭୁ ଏହାକୁ ସେ ପ୍ରକାଶ କରିନାହାନ୍ତି। ତେଣୁ ଆମେ ସମୟକୁ ଦେଖି ଚାଲିବା ଦରକାର। ଆମେ କେବଳ ସେ ରୀତିନୀତି ପରମ୍ପରାରେ ରହି ନ ଯାଉ, କିନ୍ତୁ ପ୍ରଭୁଙ୍କର ଜନ୍ମ ସମୟ ଆସିଲେ ଆମେ ପ୍ରଭୁଙ୍କୁ ନିଜ ହୃଦୟରେ ଜନ୍ମ ଦେବା ପାଇଁ ଚିନ୍ତା କରୁ, ପ୍ରଭୁଙ୍କୁ ନିଜ ହୃଦୟରେ ସ୍ଥାନ ଦେବା ପାଇଁ ଚିନ୍ତା କରୁ। ଆମେ ଯୀଶୁଙ୍କୁ ପାଇଛୁ ବୋଲି କହିବା ପାଇଁ, ସାକ୍ଷ୍ୟ ଦେବା ପାଇଁ ଚେଷ୍ଟା କରୁ, କିନ୍ତୁ ଯୀଶୁଙ୍କୁ ଆମେ ହୃଦୟରେ ରଖିବା ଦରକାର, ଯୀଶୁଙ୍କୁ ଆମେ ହୃଦୟରେ ଗ୍ରହଣ କରିବା ଦରକାର। ତେବେ ହୁଏତ ଏହି ବର୍ଷ ଆମମାନଙ୍କ ପାଇଁ ଏକ ଆଶୀର୍ବାଦର ବର୍ଷ ହେବ, ବା ଆମେ ଆଗାମୀ ବର୍ଷମାନଙ୍କରେ ବଞ୍ଚିବା ପାଇଁ ଏକ ଅନୁଗ୍ରହ ପାଇବାର ବର୍ଷ ହେବ। ପ୍ରକାଶିତ ବାକ୍ୟରେ ତାର 22-12 ପଦରେ ଏପରି ଲେଖା ଅଛି, ଦେଖ ଆମେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକଙ୍କୁ ତାହାର କର୍ମ ଅନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ପ୍ରିୟ ବନ୍ଧୁଗଣ, ଆମେ ବାସ୍ତବରେ ପ୍ରଭୁଙ୍କର ସେଇ ଦ୍ୱିତୀୟ ଆଗମନକୁ ଆମେ ଅପେକ୍ଷା ରହିବା ଦରକାର। ପ୍ରଥମ ଆଗମନକୁ ନୁହଁ,
प्रथम जन्मदिन को नुह जेहेतु से शीघ्र आसबार समय हो गलानी से शीघ्र आसुंच आम बुझा दरकार जदिओ यह पूर्वर लिखा जाइछि किंतु वर्तमान ताहा सफल होगापाई जाउछि घटिबापाई जाउछि किंतु अनेक लोक आज जन्मदिन ही रही जाउछु आमे आगमन को आम प्रिय ज्ञान करूना से दिन को आम मन पकई पारूना। दानिएल पुस्तक तार 12:10 पदरे मध्यपरी लेखा अछि अनेक आपणा मानंकु परिष्कृत और शुक्ल करिवे और पवित्रकृत हेबे मात्र दुष्ट माने दुष्टाचरण करिवे और दुष्ट मानंक मध्यरु केही बुझिबे नाही मात्र ज्ञानी लोक माने बुझिबे। प्रिय प्रभुक लोक माने अनेक लोक निजको वर्तमान समय जदि आमे प्रभुक वाक्य अनुसार बुझा गले जाना गले प्रभुक जन्म जे आम जीवन दरकार यह जदि आम वास्तव अनुभव करूँ तेबे आमे निजको शुक्ल करवा परिष्कृत करवा प्रस्तुत हेबा पवित्रकृत हेबा आउ प्रभुंकर से आगमन को आम अपेक्षा करवा। किंतु अनेक दुष्ट लोक जो मैंने कि आज बुझा पाए नाराज से मैंने बुझे ना किंतु ज्ञानी माने बुझीपारे। तेणु प्रकाशित से 22:11 पदरे लिखा जे अधर्माचारी से आहुरी अधर्माचरण करू जे असुचि से आहुरी असुचि हेउ पुणी जे धार्मिक से आहुरी धर्माचरण करू जे पवित्र से आहुरी पवित्र हो। प्रभुंकर आगमन अपेक्षार रहु रहु आज आम जदि एमिति जीवन यापन करवा तेबे निश्चय प्रभुंकर जन्मदिन आम मान एक पवित्र जन्मदिन हम आशीर्वादर जन्मदिन हम आम प्रभु को पाइला परे आम जीवन एक नूतन स्वभाव आसब नूतन विषय हम। तेणु प्रभु ए वर्ष आम जीवन में एपरी होगा आशीर्वाद करंतु आमेन।